ଜୟ ଜଗନ୍ନାଥ। ମୁଁ ଆଜି ପାଇଁ ପ୍ରଥମ ଭିଡ଼ିଓ ବନେଇକି ୟୁଟ୍ୟୁବରେ ଛାଡ଼ୁଛି। ମୋର କହିବା ମତ, ଶ୍ରୀ ଜଗନ୍ନାଥ ମନ୍ଦିରରେ ଯେତିକି ସୁନା ଗହଣା ହୀରା ମୋତି ମାଣିକ ଅଛି, ତାକୁ ଲୁଟିବା ପାଇଁ ମୋଦି କିଛି ପ୍ଲାନ୍ କରୁନି ତ? ରାମ ମନ୍ଦିର ନିର୍ମାଣରେ ରତ୍ନଭଣ୍ଡାର ଖୋଲିବାର ଉଦ୍ଦେଶ୍ୟ କ'ଣ? ରତ୍ନଭଣ୍ଡାର ଖୋଲିକି ସୁନା ଗହଣା ହୀରା ମୋତି ମାଣିକ ନେଇକି ରାମ ମନ୍ଦିରରେ କିଛି ଲୁଟିବା ପାଇଁ କିଛି ପ୍ଲାନ୍ ଚାଲିଛି କି?